ନମସ୍କାର। ଗପ ଅମୃତରେ ଆପଣମାନଙ୍କୁ ସ୍ୱାଗତ। ଆଜି ଶୁଣିବା ଗୋଟିଏ ସୁନ୍ଦର କବିତା। ମୁଁ ଈଶ୍ୱର କହୁଛି। ନଥାଏ ସ୍ୱର୍ଗରେ ମର୍ତ୍ତ୍ୟ ପାତାଳରେ କୈଳାସ କି ବୈକୁଣ୍ଠରେ ଆକାରେ ପ୍ରକାରେ ଏକ ଅନନ୍ତ ମୁଁ ବାସ ମୋର ବିଶ୍ୱାସରେ। ରାମ ଆଲ୍ଲା ଯୀଶୁ ମତେ କହି କରି ନାନା ରୂପେ ପୂଜିଥାନ୍ତି। ପଞ୍ଚ ମହାଭୂତ ପ୍ରକୃତି ଆଧାର ଅଗଣିତ ଜନଜାତି। ଜ୍ଞାନ ନୁହେଁ ତର୍କ ବିତର୍କରେ ନୁହେଁ ପୂଜା ପର୍ବ ଉପବାସ ମୋତେ ପାଇବାର ରାସ୍ତା ଭକ୍ତଗଣ ଭକ୍ତି ଭରସା ବିଶ୍ୱାସ। କଥା କର୍ମ ପୁଣ୍ୟ ମଣିଷକୁ କରେ ସ୍ୱର୍ଗ ପାଇବାକୁ ଦକ୍ଷ। ପୂର୍ଣ୍ଣ ସମର୍ପଣ ଶାନ୍ତି କରେ ମୋତେ ପାପି ତପି ପାନ୍ତି ମୋକ୍ଷ। ପ୍ରାରମ୍ଭ ନାହିଁ କି ଅନ୍ତ ନାହିଁ ମୋର ନିରାକାର ମୁଁ ଅନନ୍ତ। ସତ୍ୟ ମିଥ୍ୟା ଧର୍ମ ଅଧର୍ମ ଊର୍ଦ୍ଧ୍ୱେ ମୁଁ ନାହିଁ ମୋ ପରିସମାପ୍ତ। କୋଣେ ଅନୁକୋଣେ ଏ ସାରା ସଂସାରେ ଅଂଶ ମୋର ବିଦ୍ୟମାନ। ଜଡ଼ ଜୀବ ସବୁ ପ୍ରଳୟ କାଳରେ ମୋ ବକ୍ଷରେ ଯାନ୍ତି ଲୀନ। ଯେ ରୂପେ ପୂଜନ୍ତି ମାନବ ସମାଜ ଆବିର୍ଭାବି ସେହି ରୂପେ। ଦର୍ଶନ ଦିଏ ମୁଁ ଇଚ୍ଛା ଅନୁସାରେ ରାମ ରହିମ୍ ବିଶ୍ୱରୂପେ। ପାପୀ ତପି ଜ୍ଞାନୀ ଅଜ୍ଞାନ ଅଧର୍ମୀ ସମସ୍ତେ ମୋର ସନ୍ତାନ। ଧନୀ ଓ ଭିକାରୀ ପ୍ରଭେଦ ଦେଖେନି କରେ ସୃଷ୍ଟିର କଲ୍ୟାଣ। ସାଧୁ ସନ୍ନ୍ୟାସୀ ଓ ଭକ୍ତଗଣଙ୍କୁ ମୁଁ କରେ ପ୍ରଦାନ ଅଭୟ। ନାନା ଅବତାରେ ଜନ୍ମ ନେଇ କରେ ଅତ୍ୟାଚାରୀଙ୍କ ବିଲୟ। ବନ୍ଧୁଗଣ, ଏ ଥିଲା କବିତାଟି ମୁଁ ଈଶ୍ୱର କହୁଛି। ଧନ୍ୟବାଦ। ପୁଣି ଆସିବି ଆଉ ଗୋଟିଏ କବିତା ନେଇ ଆପଣମାନଙ୍କ ପାଖକୁ।